ଜୟ ଜଗନ୍ନାଥ ସାଙ୍ଗମାନେ। ଓଡ଼ିଶା ଟେଡର ଚ୍ୟାନେଲକୁ ତମମାନଙ୍କୁ ସ୍ୱାଗତ ଜଣାଉଛି। ଆସ ଆଜି ଆମେ କିଛି ଭଲ ଜିନିଷ ଶିଖିବା। କ'ଣ ଶିଖିବା ନା ମାର୍କେଟ ଆମେ କେମିତି ଗୋଟେ ଭଲ ମାର୍କେଟ ଫାଇଣ୍ଡ ଆଉଟ୍ କରିବା ଆଉ ଛୋଟ କ୍ୟାପିଟାଲକୁ ଆମେ କେମିତି ଗ୍ରୋ କରିବା। ଏଇଟା ମୋର ବର୍ତ୍ତମାନ ପାଇଁ ଡେମୋ ଆକାଉଣ୍ଟ ଦେଖିପାରୁଥିବେ। $30 ଅଛି। $30 ସମଥିଙ୍ଗ 2500-2600 ଟଙ୍କା ହବ। କହିବାକୁ ଗଲେ ଛୋଟ ଆମାଉଣ୍ଟ। ଆମେ ତାକୁ କେମିତି ଗ୍ରୋ କରିବା ଚାଲନ୍ତୁ। କେତେ ଟଙ୍କା କରିପାରିବା ଆମେ ଏଇ ଡେମୋ କ୍ଲାସରେ। ଗୋଟେ ବଢ଼ିଆ ମାର୍କେଟ ଦେଖନ୍ତୁ। ମାର୍କେଟ ଏଇଠୁ ସପୋର୍ଟ ନେଇଥିଲା, ଦେନ୍ ବ୍ରେକଡାଉନ୍ ହେଲା। ଏବେ ମାର୍କେଟ ଯାଉଛି ରିଟେଷ୍ଟ ପାଇଁ। ଯେହେତୁ ମାର୍କେଟର ଟ୍ରେଣ୍ଡ ଅଛି ଡାଉନ୍ ଟ୍ରେଣ୍ଡ ବି ଅଛି, ତ ଆମେ ଏଇଠି ଟ୍ରେଣ୍ଡ ନେକ୍ସଟ ଆମେ ଡାଉନକୁ ଯିବା। କାହିଁକି ଯିବା ତାକୁ ବି ଆନାଲାଇଜ କରିବା, ଦେନ୍ ଆମେ ଯିବା। ଚାଲ ସବୁ ଟାଇମର ଫାଇମର ଓକେ। ଦେଖ ମାର୍କେଟରେ ଏଠୁ ଆମର ଟ୍ରେନ୍ ନେବାର କିଛି ରିଜନ୍ ନାହିଁ। ଆମେ ଏଇଠିକୁ ୱେଟ୍ କରିବା। କାହିଁକି ନା ଇଏ ଯେହେତୁ ଗୋଟେ ସପୋର୍ଟ ଥିଲା, ଏଠି ଗୋଟେ ସପୋର୍ଟ, ଏଠି ଗୋଟେ ସପୋର୍ଟ, ଦେନ୍ ବ୍ରେକଡାଉନ୍ ହେଇଛି। ତ ଆମେ ୱେଟ୍ କରିବା ତାର ରିଟେଷ୍ଟକୁ। ଏଇଠୁ ଯଦି ରେଡ୍ କ୍ୟାଣ୍ଡେଲ ହେଇଗଲା। ଯଦି ଏଇଠୁ ସପୋଜ ଇଏ ଗ୍ରୀନ୍ କ୍ୟାଣ୍ଡେଲ ହେଇକି ଏଠି କ୍ଲୋଜ କରେ, ତ ଆମେ ନେକ୍ସଟ ଯିବା ଡାଉନ୍ ସାଇଡ୍ ପୁରା 100% କନଫର୍ମ। ତ ମୁଁ ଏଇଟା ଯେମିତି ଦେଖୁ ସପୋର୍ଟ ରେଜିଷ୍ଟାନ୍ସ ମାର୍କ କଲି, ତମମାନେ ସେଇଟା କେମିତି ଇଜିଲି କରିବ ତାର ଗୋଟେ ଉଦାହରଣ ହେଲା, ଫାଷ୍ଟ ଯେକୌଣସି ମାର୍କେଟ ଗୋଟେ ଓପନ କରିଦବ। ଦେଖିଲ ଏଇଟା ବି ଦେଖିଲ ଡାଉନ୍ ଟ୍ରେଣ୍ଡ ଅଛି, ବଢ଼ିଆ ମାର୍କେଟ ଅଛି। ଦେଖିବା 3 ପ୍ରକାର ମାର୍କେଟ ଅଛି। କ'ଣ ମୁଁ ଦେଖଉଛି ସାଙ୍ଗେ ସାଙ୍ଗେ। ଚାଲ 3 ପ୍ରକାର ମାର୍କେଟ କ'ଣ ଲେଖା। 3 ପ୍ରକାର ମାର୍କେଟ ହେଲା। ଫାଷ୍ଟ ହେଲା ଗୋଟେ ଏମିତି ମାର୍କେଟ ସପୋର୍ଟ ରେଜିଷ୍ଟାନ୍ସ ଭିତରେ ରହିଥିବ। ଗୋଟେ ହେଲା ମାର୍କେଟ, ତାକୁ କହିବ ତମେ ରେଞ୍ଜିଂ ମାର୍କେଟ। ଗୋଟେ ରେଞ୍ଜ ଭିତରେ ମାର୍କେଟ ଚାଲୁଥିବ, ବୁଝିପାରିଲ। ଆଉ ଗୋଟେ ମାର୍କେଟ କ'ଣ, ହାୟର ହାଇ, ହାୟର लो, ହାୟର ହାଇ, ହାୟର लो, ହାୟର ହାଇ, ହାୟର लो, ହାୟର ହାଇ, ହାୟର लो। ये ସବୁ କ'ଣ, ହାୟର ହାଇ, ହାୟର लो। ये ସବୁ लो ବନେଇଲା ମାର୍କେଟ। ये ହାଇ, याକୁ କହିବା ଆମେ ଅପ୍ ଟ୍ରେଣ୍ଡ। କେନ୍ ଜାଣିଲେ ମାର୍କେଟଟି ପୁରା ଏମିତି ଚାଲିଛି, याକୁ କହିବା ଆମେ ଅପ୍ ଟ୍ରେଣ୍ଡ। ସେମିତି ଓଲୋଟା ଡାଉନ୍ ଟ୍ରେଣ୍ଡ ଦେଖଉଛି। ଓକେ, डाउन ट्रेंड भी 8 असला लोअर हाई लोअर ये कौन बनेला लोअर हाई लोअर हाई एटा लोअर लो, ये भी लोअर लो, ये भी लोअर लो। ये कौन है पूरा टोटल डाउन ट्रेंड ला। तो हमें एबे 3 प्रकार मार्केट विषय जानिले। कौन ना फास्ट मार्केट है गोटे रेंज भितर जीव। ये गोटे रेंज भितर रहा गोटे मूव हो सारा पर मार्केट ता जोन भितर रही। आउ गोटे मार्केट है कौन ना अप ट्रेंड गोटे लिखिद गोटे है अप ट्रेंड गोटे आउ गोटे है डाउन ट्रेंड
ଆଉ ଗୋଟେ ହେଲା ସାଇଡ ୱେଜ। ଓକେ। ସାଇଡ ୱେଜ। ଓକେ। ତିନିଟା ମାର୍କେଟ ଆମେ ଜାଣିଲେ। ତ ଏବେ ଆମେ ଚାଲ ରିଏଲ ମାର୍କେଟରେ ଦେଖିବା ସେଟା କଣ କିନ୍ତୁ ରିଏଲ ମାର୍କେଟର। ବର୍ତ୍ତମାନ ପାଇଁ ଆମେ ଦେଖିଲେ ଦେଖ ବର୍ତ୍ତମାନ ପାଇଁ ଏଇଠୁ ଗୋଟେ ବାୟସ ଆସିଥିଲା। ଆସିଲା ମାର୍କେଟ ତାକୁ ଟେଷ୍ଟ କରାଇଲା ପୁଣି ଡାଉନ୍ ଖସିଲା। ଦେନ୍ ଏଠି ଆଉ ଗୋଟେ ସପୋର୍ଟ ହେଲା। ପୁଣି ଆସିଥିଲେ ବାୟସ ସେଲର୍ସ ଆସିଥିଲା। ପୁଣି ବାୟସ ଗଲେ ଏ ଟେଷ୍ଟ କରାଇଲା ପୁଣି ଆସିଲା ତଳକୁ। ତ ଆମେ ଏଇଠୁ ଆଉ ଗୋଟେ ଡାଉନ୍ ସାଇଡ୍ ଯିବା। କାହିଁକି ନା ଡାଉନ୍ ଟ୍ରେଣ୍ଡ ଯେହେତୁ ଇଏ ଗୋଟେ ରିଟେଷ୍ଟ କରାଇଲା ଦେନ୍ ଆସିଲା। ଏଇ କ୍ୟାଣ୍ଡେଲ କୁ ଦେଖିକି ସମସ୍ତେ ଅଫସାଇଡ ର ଟ୍ରେଡ କରିଥିବେ ଏଇଠି ତାଙ୍କର ଲସ୍ ହେଲା। ଯେହେତୁ ଲସ୍ ହେଲା ପୁଣି ଏଠି ସେ ଏମଟି ନେଇଥିବେ ଅଫସାଇଡ ପାଇଁ। କିନ୍ତୁ ଆମେ ଟ୍ରେଣ୍ଡ ସହିତ ଯିବା। ଟ୍ରେଣ୍ଡ ଇଜ ମାଇ ଫ୍ରେଣ୍ଡ। ଏଠି ଟ୍ରେଣ୍ଡ କଣ ଅଛି ଡାଉନ୍ ଟ୍ରେଣ୍ଡ ଅଛି। ମୁଁ ନେଇଯିବି ଟ୍ରେଣ୍ଡ ଡାଉନ୍ ପାଇଁ। ତ ଚାଲ ଦେଖିବା ଏବେ କଣ ହଉଛି। ପୁଣି ମାର୍କେଟ ଇଏ ତାର ଗୋଟେ ସପୋର୍ଟ ଜୋନ୍ ଥିଲା। ତାକୁ ବର୍ତ୍ତମାନ ଆମେ ବ୍ରେକ୍ କରିବ। ପୁଣି ତାକୁ ରିଟେଷ୍ଟ କରାଇଲେ ପୁଣି ଆମେ ଗୋଟେ ଡାଉନ୍ ପାଇଁ ଯିବା। କିଛି ନାହିଁ ମାର୍କେଟ ପୁରା ଇଜି। ଖାଲି ଦେଖିବା ନଜର ଆମକୁ ଚେଞ୍ଜ କରିବାର ଅଛି। ବେଶୀ କିଛି ମାର୍କେଟରେ ନାହିଁ କେବଳ ସପୋର୍ଟ ଆଣ୍ଡ ରେଜିଷ୍ଟାନ୍ସ ର ଖେଳ। ସେଇ ଗୋଟେ ଜିନିଷକୁ ଆମେ ମାଷ୍ଟରୀ କରିଦବା ମାନେ ଆମକୁ କେହି ଅଟକେଇ ପାରିବେନି ପଇସା ଦବା ପାଇଁ। ଫାଷ୍ଟ ନିଜର ଭ୍ୟାଲୁ ବଢେଇବ ତାପରେ ମାର୍କେଟକୁ ଆସିବ ପଇସା କମେଇବା ପାଇଁ। ତମେ ଯଦି ଦେଖିବ ଏଇନା ବର୍ତ୍ତମାନ ପାଇଁ ହଁ ମାର୍କେଟରେ ଏଇଠି $30 ରଖିଲ। ସେଇଠି କାହାର $300 ବି ଥିବ କାହାର $3000 ବି ଥିବ। କିନ୍ତୁ ଟ୍ରେଣ୍ଡ ନ ଫାଷ୍ଟ ସପୋଜ ମୁଁ ଏଇନା ତମକୁ କହୁଛି ଦେଖଉଛି। ସପୋଜ ଆମେ ଏଠି ଡାଉନ୍ ଟ୍ରେଣ୍ଡ ଅଛି। ଆମେ ଏଇଠି ନେଲୁ ଗୋଟେ ଡାଉନ୍ ପାଇଁ ଫାଷ୍ଟ $1 ଲସ୍ ହେଲା ଏଇଟା। ଓକେ। ଏଠି ତା ଏଣ୍ଟି ନେଲେ $2 ଲସ୍ ହେଲା। 1 2 3 $3 ଏମିତି ନବା ପୁଣି $6 ଲସ୍ ହେଲା। $6 ଏମିତି ନବା ଆମେ ଇଏ ହେଲା କେତେ 6 3 9 ଆମେ ଏଇଠି ନବା $18। $18 ନବା 100% ୱିନ୍। ବୁଝିପାରିଲ କି କଣ? ଏମିତି ଯଦି ଆମେ କରିବା ଗୋଟେ ଗୋଟେ ଦିନ ଏମିତି ବି ଆସିବ ଆମ କ୍ୟାପିଟାଲ ପୁରା ୱାଇପ ଆଉଟ୍ ହେଇଯିବ। ଏଇଟା ହଉଛି ବିନା ଶିକ୍ଷାରେ ୱାଇପ ଆଉଟ୍ ହବାର କାରଣ। ମୁଁ ବି ବହୁତ ଦେଖିଛି ମୁଁ ଯେତେବେଳେ ଫାଷ୍ଟ ରୁ ଆଗ ଏଣ୍ଟ୍ରି କରିଥିଲି ସେତେବେଳେ ବି ମୁଁ ଏଇ ଟାଇପ ର କରେ ମୁଁ କଣ ନା ଫାଷ୍ଟ ଏଠି ଲଗେଇବି 100 ଲସ୍ ହେଲା। ଏଠି ଲଗେଇବି 200 ଲସ୍ ହେଲା ଏଠି ଲଗେଇବି 500 600 ଲଗେଇଦେବି। ସେଠି ଲସ୍ ହେଇଯିବ ତାପରେ ଲଗେଇଦେବି 1000 2000 ଟଙ୍କା। ସେଇଠୁ ହେଇଯାଇଥିବ ଯଦି ଲସ୍ ହେଇଗଲା ପୁଣି 5000 10,000 ଲଗେଇ ଦେଇଥିବ। 6 7 ଷ୍ଟେପ ମୁଁ ଯାଏ। ଆଉ ସଦାବେଳେ ବି ପଇସା ବି କମେଇ ଦିଏ ସେମିତି କିନ୍ତୁ ଏମିତି ଗୋଟେ ଦିନ ଆସିଲା ଯୋଉଥିରେ କି ପୁରା $400 ଗୋଟେ ଦିନରେ ଲସ୍। ତାପରେ ମୋ ମୁଣ୍ଡକୁ ଆସିଲା କଣ ନା ଶିଖିବା ପାଇଁ ଶିଖିବା ଆରମ୍ଭ କଲି। ମୁଁ ଯେତିକି ବି ଶିଖିଛି ସେଇ ଜିନିଷ ଟା ମୁଁ ତମ ମାନଙ୍କୁ ଶିଖିବାକୁ ଚାହୁଁଛି। ତ ଏପର୍ଯ୍ୟନ୍ତ ମୁଁ କମ୍ପ୍ଲିଟ ବି କିଛି ଶିଖିନି ଯେ ହଁ ଯେ ନାଇଁ ମତେ ଫଲୋ କର ତମେ ମୋ ସହିତ ଟ୍ରେଡିଙ୍ଗ କର ପ୍ରଫିଟେବୁଲ ହେଇଯିବ ନା ସେ ସବୁ ନାହିଁ। ଇଏ ହଉଛି ଗୋଟେ ଜିନିଷ ହଉଛି ଆଜି ଯାଇବି ପ୍ରୋ ଟ୍ରେଡର ଯୋଉମାନେ ସବୁଠୁ ହାଇ ଲେବୁଲ ଉପରେ ଅଛନ୍ତି ସେମାନେ ବି ଆଜି ଯାଇ ଶିଖୁଥିବେ କଣ ନା ମୁଁ ଏବେ ଦେଖଉଛି ଏଇଟାକୁ କଟୁ ଏଇଟା କଟୁ ନୁହଁ।
ସରି ଗାଇସ୍ କିଛି ତ ଗୋଟେ ହେଲା ଏବେ ଦେଖ ବର୍ତ୍ତମାନ ପାଇଁ କଣ ଦେଖିବାକୁ କହୁଥିଲି ପ୍ରୋ ଟ୍ରେଡର ମାନଙ୍କୁ ଏଠି ଦେଖ ସାଇଡ ଗଲେ ଏ ଟପ୍ କୁ ଗଲେ ଦେଖିପାରୁଥିବେ ଇଏ ଦେଖ କେତେଟା ଟ୍ରେଡ ନେଇଛି 27ଟା ଟ୍ରେଡ କାମ ତା ଦେହରୁ 17ଟା ଜିତିଛ କିନ୍ତୁ ତାର ପ୍ରଫିଟ ଅଛି $16,440 ମାନେ ଇଣ୍ଡିଆନ ରେ କରେନ୍ସିରେ ଦେଖିବାକୁ ଗଲେ ମିନିମମ୍ 16 ଲକ୍ଷ ଟଙ୍କା 15.5 ଲକ୍ଷ ଟଙ୍କା ହବ 27ଟା ଟ୍ରେଡ ତା ଦେହରେ ସେ 17ଟା ୱିନ୍ କିନ୍ତୁ ଲସ୍ କରିଛି 10ଟା ଲସ୍ କରିକି ବି ସେ ପ୍ରଫିଟରେ ଅଛି ତାର ଲେଖା ହେଇଛି ମିନିମମ୍ ଟ୍ରେଡ୍ ଆମାଉଣ୍ଟ 3,000 ମ୍ୟାକ୍ସିମମ୍ ଟ୍ରେଡ୍ ଆମାଉଣ୍ଟ 3,000 ଆଉ ଇଏ ସେକେଣ୍ଡ ନମ୍ବର କୋଟେକ୍ସ OTC କୁଇନ୍ ମେମ୍ବର 46ଟା ଟ୍ରେଡ ନେଇଛି 46ଟାରୁ 29ଟା ଟ୍ରେଡ ୱିନ୍ ହେଇଛି ତା ଦେହରେ ବି ସେ $14,000 ପ୍ରଫିଟରେ ଅଛି ଦେଖ ଏଇଠି ହଉଛି ମଜାଦାର ଜିନିଷଟା ଦେଖିବାକୁ ଫାଷ୍ଟ ସେ ମିନିମମ୍ ଟ୍ରେଡ୍ ଆମାଉଣ୍ଟ ନେଇଛି କେତେ $1 ମ୍ୟାକ୍ସିମମ୍ ଟ୍ରେଡ୍ ଆମାଉଣ୍ଟ ନେଇଛି $222 ମାନେ ଫାଷ୍ଟରୁ ସେ $1 ନେଲା $1 ଲସ୍ ହେଲା ପରେ $2 ନେଇଥିବ ଏମିତି ସେ ନେଇ ସିଏ ଇଏ ଜିତିଛି ୟାକୁ ଆମେ ଦେଖିବାନି ଇଏ 26ଟାରୁ 18ଟା ମିନିମମ୍ ଟ୍ରେଡ୍ ଆମାଉଣ୍ଟ 2,000 ମ୍ୟାକ୍ସିମମ୍ ଟ୍ରେଡ୍ ଆମାଉଣ୍ଟ ମିନିମମ୍ ଟ୍ରେଡ୍ ଆମାଉଣ୍ଟ $2 ମ୍ୟାକ୍ସିମମ୍ 3,000 ସେଇଭଳିଆ ଡକ୍ଟର ସିଂ ୟାକୁ ଦେଖ 186ଟା ଟ୍ରେଡ ନେଇଛି 108ଟା 108ଟା ୱିନ୍ ହେଇଛି ତ ଏଠି ତାର 78ଟା ଟ୍ରେଡ ଲସ୍ ହେଇଛି 50% ଆକୁରେସି ତଥାପି ସେ $13,000 ଏତେ ରାହୁଲ ଟ୍ରେଡର VIP 237 ଏଇମାନେ ଯେ 237 144 ଟ୍ରେଡ ଏମାନେ ଯୋଉ ଜିତିଛନ୍ତି ଏମାନେ କଣ ନା ଆଜି ଯାଏ ବି ଶିଖିବାକୁ ଚେଷ୍ଟା କରୁଛନ୍ତି ନହେଲେ ଇଏ ତ ଏଇଠି ଦେଖ ଯେମିତି 27ଟା ଟ୍ରେଡ ନେଲା 17ଟା ୱିନ୍ ହେଲା ରହିଗଲା ପ୍ରଫିଟରେ ୟାଙ୍କୁ ସବୁଦିନ ଦେଖିବାକୁ ପାଇବନି ଇଏ ଦେଖ ବର୍ତ୍ତମାନ ପାଇଁ ନିଟ୍ ଇଣ୍ଡିଆରୁ ଆମର 14ଟା ଟ୍ରେଡ ନେଇଛି 8ଟା ଟ୍ରେଡ ପ୍ରଫିଟେବୁଲ ମିନିମମ୍ ନେଇ $30 ନେଇଛି ଆଭରେଜ ପ୍ରଫିଟ ତାର ଗୋଟେ ଟ୍ରେଡରେ $650 ୟାକୁ ଦେଖ ଟ୍ରେଡ ହେଲେ ଗୋଟେ ଥରକେ ସେ ମାନେ $1,000 ଲଗାଉଛନ୍ତି ମାନେ ତାଙ୍କ କ୍ୟାପିଟାଲର ସେ 1% ବ୍ୟବହାର କରୁଥିବେ ହେଲା ବେଳକୁ ତାଙ୍କ ପାଖରେ କେତେ ଥିବ 1,000ର 100 ହେଲା ବେଳକୁ $1,000,000 ସେ ରଖିକି ଖେଳୁଥିବେ ସବୁ କିଏ $1,000,000 ତ ରଖିନଥିବେ ଆକାଉଣ୍ଟରେ କିନ୍ତୁ କରୁଛନ୍ତି ଆମେ ବି କରିପାରିବା କିଛି ଏଥିରେ ବର୍ତ୍ତମାନ 20 ନମ୍ବରରେ ଯିଏ ଅଛି 227ଟା ଟ୍ରେଡ ନେଇଛି 227ଟା ଟ୍ରେଡରୁ 96ଟା ତାର ୱିନ୍ ହେଇଛି ମାନେ କହିବାକୁ ଗଲେ 50% ବି ତାର ଆକୁରେସି ନାହିଁ କିନ୍ତୁ ସିଏ ପ୍ରଫିଟେବୁଲରେ ଅଛି ତାର ଆଭରେଜ ପ୍ରଫିଟ ହଉଛି $18 କିନ୍ତୁ ମ୍ୟାକ୍ସିମମ୍ ଟ୍ରେଡ ଆମାଉଣ୍ଟ ସେ $3,000 ବି ନେଇଛି ମାନେ ତା ରିକ୍ସ ଉପରେ ରିକ୍ସ ନେଇଛି ୟାକୁ କହିବ ଗ୍ୟାମଲର ଏମାନଙ୍କୁ ସବୁ ବର୍ତ୍ତମାନ ପାଇଁ ଆମେ ଆଜି ଡେମୋ କ୍ଲାସ ନଉଛୁ ବୋଲି ଆମର ପ୍ରଫିଟ ଶୋ କରୁନି ଏଠି ଆମେ ନେଇଥିଲେ ଟ୍ରେଡ $1 ଯୋଉଟା କି ଆମର ୱିନ୍ ହେଇଛି ତାପରଠୁ ଆମେ ନେଇନେ କାହିଁକି ନା ଇଏ ଦେଖ ଆର ବ୍ରେକଡାଉନ୍ ହେଲା କିନ୍ତୁ ତା ପାର ବି ଅଫସାଇଡ କି ପଳେଇଲା ଏଠି ଆଉ ଗୋଟେ ଜିନିଷ ହବ କଣ ନା ମାର୍କେଟ ଏଇଥିରୁ ଟ୍ରେଣ୍ଡ ଟି ଚେଞ୍ଜ କରିବ ଟ୍ରେଣ୍ଡ ଚେଞ୍ଜ କରି କରି କୋଉ ଯାଏଁ ଯାଇପାରିବ ମୁଁ ତମକୁ କହୁଛି ଏଇ ସପୋର୍ଟକୁ ସିଏ ଟେଷ୍ଟ କରେନି ଓକେ
ମାର୍କେଟ ଏଇ ସପୋର୍ଟ ବି ସେ ଟେଷ୍ଟ କରେନି। ଏଇ ସପୋର୍ଟ କୁ ବି ଯାଇପାରେ ସେ ଟେଷ୍ଟ କରିବା ପାଇଁ।